ବାମ୍ରା ବ୍ଲକ ଅନ୍ତର୍ଗତ ବାଉଁଶଲଗାଠାରେ ଚିତ୍ତିସାପ କାମୁଡ଼ାରେ ଜଣେ ନାବାଳକ ଆହତ। ଦେବାଶିଷ ମାକର ରାତିରେ ନିଜ ଘର ବାହାରେ ବୁଲୁଥିବା ବେଳେ ତାଙ୍କ ଗୋଡ଼ରେ ଏକ ଚିତ୍ତିସାପ କାମୁଡ଼ି ଦେଇଥିଲା। ଫଳରେ ତାଙ୍କୁ ଆହତ ଅବସ୍ଥାରେ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି। ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ଚାରଭାଟି ଅଞ୍ଚଳରୁ 40 ଲିଟର ମଦ ଜବତ। ଗିରଫ ଅଭିଯୁକ୍ତମାନେ ହେଲେ ରେଙ୍ଗାଲି ସାଲେପଡ଼ାର ଅନିଲ ଓରାମ, ଟାମ୍ପେରକେଲାର ଆଦିତ୍ୟ ଓରାମ। ଏକ ବାଇକ୍ରେ ଦେଶୀ ମଦ ଚୋରାଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲେ। ଅଇଁଠାପାଲିସ୍ଥିତ ବେସରକାରୀ ବସ୍ଷ୍ଟାଣ୍ଡରୁ ଜଣେ ନାବାଳକ ଉଦ୍ଧାର। ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିବା ବେଳେ ସମ୍ପର୍କୀୟ ଲୋକେ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପିଲାଟି ଘରୁ ଫେରାର ହୋଇଯାଇଥିଲା। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏସ୍ଆଇ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜାତୀୟ ଏବଂ ରାଜ୍ୟ ରାଜପଥର ନିର୍ମାଣ ଓ ମରାମତି, ନକ୍ସାପାଲିରୁ ସିନ୍ଦୁରପଙ୍କ ଅଞ୍ଚଳ, ପଡ଼ିଆ ବାହାରରୁ ଗୋଶାଲା, ରେମେଣ୍ଡରୁ ଅଇଁଠାପାଲି ଛକ, ସର୍ଭିସ ରୋଡରେ ପାର୍କିଂ, ବୁଲାଗାଇ ସମସ୍ୟା, ଟ୍ରାଫିକ୍ ଲାଇଟ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ବାମ୍ରାଠାରେ ଲୋକମୁକ୍ରି ସଂଗଠନ ରାଜ୍ୟ ସରକାରଙ୍କ ଜମି ଜବରଦଖଲ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ଘେରାଉ କରିଛି। ଏନେଇ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାମ୍ରା ତହସିଲଦାର ଦିଲ୍ଲୀପ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ବାମ୍ରା ବ୍ଲକ ଅନ୍ତର୍ଗତ କେଶେଇବାହାଲ ପରିମୁଣ୍ଡା ନିକ୍ତିମାଲ ଅଞ୍ଚଳବାସୀ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ। ନନ୍ଦମୁଣ୍ଡାରୁ ପରିମୁଣ୍ଡା ନିକ୍ତିମାଲ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ନ କରି ଅନ୍ୟ ଏକ ଯୋଜନାରେ ସାମିଲ କରିବାରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।